ସ୍ଥଳୀରେ ଆମର ଯାଇଥିଲା କଣ ନା ପଟଳ। କଣ ଯାଇଥିଲା? ପଟଲ ପଟଳ ଯାଇଥିଲା। ଏବେ ପଢିବା ସ୍ତୁତି। ସ୍ତୁତି କଣ ଟିକେ ଦେଖିବା। ପଟଳ ତ ଯାହା ବୁଝିଲେ ବୁଝିଲେ। ସ୍ତୁତି କଣ? ସ୍ତୁତି ଗୋଟେ କଣ ସେଟା ଦେଖିବା ଆମେ। ନା ଓଡିଆ ସାହିତ୍ୟରେ ସ୍ତୁତି ସାହିତ୍ୟର ପ୍ରାଚୁର୍ଯ୍ୟ ନଥିଲେ ମଧ୍ୟ ମଧ୍ୟଯୁଗରେ ସ୍ତୁତି ସାହିତ୍ୟର ଜନ୍ମ। କହିଲେ ସାହିତ୍ୟ ଜଗତରେ ସ୍ତୁତି ସାହିତ୍ୟକୁ ବେଶୀ ପ୍ରାଚୁର୍ଯ୍ୟ ଦିଆଯାଏ ନାହିଁ, ବେଶୀ ମାନ୍ୟତା ଦିଆଯାଏ ନାହିଁ। କିନ୍ତୁ ଯୁଗ ଭିତରେ ଯୋଉ ମଧ୍ୟ ଯୁଗଟି ଅଛି ସେ ଯୁଗରେ ତାର ଜନ୍ମ ହେଇଛି ବା ବିକାଶ ଘଟିଛି ବା ଅଗ୍ରଗତି ଲାଭ କରିଛି। ପଞ୍ଚସଖା ଓ ଭୀମ ଭୋଇଙ୍କ ରଚନାରେ ଅନେକ ସ୍ତୁତି ମିଳୁଅଛି। ମୃଗୁଣୀ ସ୍ତୁତି, ସାରଳା ସ୍ତୁତି ଇତ୍ୟାଦି ଏଗୁଡିକର ପ୍ରମାଣ। ଏଥିରେ ଦେବ ଦେବୀଙ୍କର ମହିମା ଗାନ କରି ବିପଦ ବା ସଙ୍କଟରୁ ରକ୍ଷା ପାଇବା ପାଇଁ ପ୍ରାର୍ଥନା କରାଯାଇଛି। କିଏ କହିପାରିବ ଗୋଟେ ସ୍ତୁତି? ଘୋର ବନେ ମୃଗୁଣୀକୁ ପଡିଥିଲା କଷଣ। ଅଛି ନା ନା ନାହିଁ? ଅଛି ନା? ଆଜ୍ଞା ଅଛି। ତେଣୁକରି ଯୋଉ ପ୍ରକାରର ସେ ଲେଖିଲା ଏଠି, ଅର୍ଥାତ୍ ଦୁଃଖ କଷ୍ଟ ଯନ୍ତ୍ରଣାରୁ ଟିକେ ଲାଘବ ପାଇବା ପାଇଁ ବା ଦୁଃଖ କଷ୍ଟ ଯନ୍ତ୍ରଣାରୁ ଟିକେ ଦୂରେଇ ରହିବା ପାଇଁ ସ୍ତୁତି କରାଯାଏ ବା ଭଗବାନଙ୍କ ପାଖରେ ଜଣାଣ ଟାଇପ ର ଗୋଟେ ଗାନ କରାଯାଏ ବା ପ୍ରାର୍ଥନା ବୁଲାଯାଏ। ତାପରେ ଆସିଲା ସଂହିତା। ସଂହିତା କଣ ଟିକେ ଦେଖିବା। ହେଲା ବୈଦିକ ତତ୍ତ୍ୱରାଜିର ସରଳ ପ୍ରକାଶ ରୂପେ ଏହା ସୁବିଦିତ। ମାତ୍ର ଓଡିଆ ସାହିତ୍ୟରେ ସଂହିତା ଗୋଟିଏ ମୌଳିକ ରଚନା। ତାକୁ ଗୋଟେ ମୌଳିକ ରଚନାର ଆଖ୍ୟା ଦିଆଯାଇଛି। ଏଠି ଶ୍ରେଷ୍ଠ ରଚନା ନୁହେଁ କି ବିଶିଷ୍ଟ ରଚନା ନୁହେଁ କି ଅଗ୍ରଗାମୀ ହେଇଛି ତାହା କିଛି କହିନି, ଖାଲି କହିଦେଲା ସେ ମୌଳିକ ରଚନା। ଏହା ପଞ୍ଚସଖା ଯୁଗରେ ବିକଶିତ। ସବୁ ଆସିଲା ସେଇ ପଞ୍ଚସଖା ଯୁଗରୁ। ସେଇ 5 ଜଣ କବିଙ୍କ ପାଖରୁ ସବୁ କିଛି ଆସିଅଛି। କିଏ କିଏ ନା ବଳରାମ ଜଗନ୍ନାଥ, ଅଚ୍ୟୁତ ଯଶୋବନ୍ତ, ଶିଶୁ ଅନନ୍ତ। ଓଡିଶାର ବୈଷ୍ଣବ ଧର୍ମର ମୌଳିକ ତଥ୍ୟ ଏଥିରେ ପ୍ରକାଶ ପାଇଛି। ଅଚ୍ୟୁତାନନ୍ଦ ପ୍ରାୟତଃ 36 ଗୋଟି ସଂହିତା ରଚନା କରିଥିବାର ପ୍ରମାଣ ମିଳେ। ତାହେଲେ ସଂହିତା ବିଷୟରେ ଆମେ ଏତିକି ଜାଣିଲେ। ଅଚ୍ୟୁତାନନ୍ଦ ସେ 36ଟି ସଂହିତା ରଚନା କରିଛନ୍ତି। ଏଇ ସଂହିତା ହଉଛି ଏକ ମୌଳିକ ରଚନା ଯୋଉଟା କି ପଞ୍ଚସଖା ଯୁଗରେ ଦେଖିବାକୁ ମିଳିଥାଏ। ତାପରେ ଆସିଲେ ମାଳିକା। ଏଥିରେ ଭବିଷ୍ୟତ ବିଷୟରେ ସୂଚନା ଥାଏ। କଳିକାଳ, ଘୋର କଳିକାଳ ଚାଲିଛି। ମାଳିକା ମାଳିକା ବିଚାର, ମାଳିକା ସମସ୍ତେ ଶୁଣୁଥିବ। ତମ ମାନେ ମାଳିକା ଶୁଣି ସବୁ ଉଡେଇ ଦଉଥିବ, ମୁଁ ଜାଣିଛି। ପଞ୍ଚସଖା ଯୁଗରେ ଏହାର ସୃଷ୍ଟି। ମାଳିକା କିଏ ରଚନା କରିଛନ୍ତି? ମାଳିକା ମାଳିକା କିଏ ରଚନା କରିଛନ୍ତି ରେ? ଅଚ୍ୟୁତାନନ୍ଦ ଦାସ। ଅଚ୍ୟୁତାନନ୍ଦ ଦାସ ମାଳିକା ରଚନା କରିଛନ୍ତି। ତାହେଲେ ସୁଦୂର ଅତୀତ ଓ ସୁଦୂର ଭବିଷ୍ୟତ ସମ୍ପର୍କରେ ଏଥିରେ ସୂଚିତ ରହିଯାଇଛି। ବୁଝେଇଦେଲେ। କହିଲେ ଅତୀତ ଆଉ ଭବିଷ୍ୟତ ସମ୍ପର୍କରେ ଏଥିରେ ସୂଚନା ଅଛି। ତମେ ଜାଣିଥିବ ବାଗେଶ୍ୱର ବାବା, ଯିଏ କି ବର୍ତ୍ତମାନ, ଭବିଷ୍ୟତ, ଅତୀତ ତିନିଟା ଯାକର ଜିନିଷକୁ ସେ କହିଦେବେ। ବର୍ତ୍ତମାନ ତମେ କଣ କରୁଛ, ଅତୀତରେ ତମେ କଣ କରିଥିଲ, ଭବିଷ୍ୟତରେ ତମର କଣ ହବ, ଯିଏକି ସୂଚନା ପ୍ରଦାନ କରନ୍ତି। ଯୋଉଟା କି ଅଚ୍ୟୁତାନନ୍ଦ ଦାସ ତା ପୂର୍ବରୁ ଜାଣିଥିଲେ ଆଉ ମାଳିକାରେ ଲେଖିଛନ୍ତି ମଧ୍ୟ। ଓଡିଶାର ଗାଁ ଗହଳିରେ ଏହା ବେଶ ଲୋକପ୍ରିୟ। ଅଚ୍ୟୁତାନନ୍ଦଙ୍କର ଅନେକ ମାଳିକା ଥିବାର ପ୍ରମାଣ ମିଳିଅଛି। ଅଚ୍ୟୁତାନନ୍ଦ ଦାସ ଗୋଟେ ମାଳିକା ଲେଖି ନାହାନ୍ତି, ଗୁଡାଏ ମାଳିକା ଲେଖିଛନ୍ତି। କେତେବେଳେ କେଉଁ ପରିସ୍ଥିତିରେ କଣ ଘଟିବ ସବୁ କିଛି ବର୍ଣ୍ଣନା କରିଛନ୍ତି। କିଏ ନା ଅଚ୍ୟୁତାନନ୍ଦ ଦାସ। ତାପରେ ଆସିଲା କଣ? ନିର୍ଣ୍ଣୟ। ନିର୍ଣ୍ଣୟ ମାନେ କଣ ଟିକେ ବୁଝିବା। କୌଣସି ନିଗୁଡ ତତ୍ଵ ସମ୍ବନ୍ଧରେ ଯଥାଯଥ ଯୁକ୍ତି ସାହାଯ୍ୟରେ ସମାଧାନରେ ପହଞ୍ଚିବା ରୀତି ହିଁ ନିର୍ଣ୍ଣୟ। ଅର୍ଥାତ୍ ତମେ କଲେଜ ଯାଇଛ ହେଲା, ପ୍ରେମ କଲ, ପ୍ରେମ ଭିତରେ ଜଣେ ମିଡିଏଟର ରହିଲା। ମିଡିଏଟର ଯେତେବେଳେ ତମ ଦି ଜଣଙ୍କ ଭିତରେ ଝଗଡା ହବ, ମିଡିଏଟର ବୁଝିବ ଆକ୍ଚୁଆଲି କଣ ହେଇଛି, ସେ ସମାଧାନ କରିବ ସେଠି। ଯେମିତି ରାଧାକୃଷ୍ଣଙ୍କ ଭିତରେ ମିଡିଏଟର କିଏ ଥିଲା? ତମେ ସବୁ ଚୁପ୍ ହେଇକି ଅଛ, ମୁଁ ପଚାରୁଛି ନା? 23 44 ପିଲା ଅଛ, ପଚାରି ହଉଛି, ସବୁ ଚୁପ୍ ହେଇ ବସିଛ। କଣ ଜାଣିନ କିଛି? ଲଳିତା ମ୍ୟାମ୍। ଲଳିତା। ତେଣୁକରି ଲଳିତାର କାମ କଣ ଥିଲା?
कृष्ण राधा भितर जहाँ प्रोब्लेम हम जहाँ असुविधा हम से समाधान कर जोटा से कहले निर्णय यह टीका रचना श्रेणी बलरामंकर सिद्धांत डंबर जगन्नाथ दासंकर स्थान निर्णय हिंदी साहित्य विश्वनाथ सिंह परम धर्म निर्णय समगोत्रीय यह संस्कृत में डंबर निर्णय श्रेणी अर्थ से बुझेले एक्चुअली आम बुझा निर्णय माने समाधान जे कौन गोटे असुविधा होती किंबा कौन गोटे परिस्थिति आसी जोटा कि आम कौन करवा से समस्यार समाधान करवा तापर आसला गाहा बा दोहा ओडिया साहित्य रे गाहा और दोहा उपेन्द्र भंज लिखिथिबा कथा कुहा जाए मात्र सेगुड़िक ए पर्यंत मिली नहीं तो देख मैंने कौ टाइप रो कथा से लिखिला देख कहला उपेन्द्र भंज गाहा दोहा को लिखिचंती किंतु ताजे अच्छी ता प्रमाण मिलेनी तो ताले उपेन्द्र भंज लिखिले बोली किमी जानला तुम माने ठीक ना भूल आज्ञा मैम ठीक ना भूल जदि उपेन्द्र भंज लिखिचंती जदि उपेन्द्र भंज लिखिचंती सेटा तो रहिबा कथा ना जदि नाही उपेन्द्र भंज केमिति लिखिले ता माने समय सीमा को देखिचंती तार परिधि को मापिचंती जोथि पे कि जानिचंती जे हो गाहा दोहाटा को उपेन्द्र भंज लिखिचंती जेमिति बौद्ध गान ओ दोहा कान्हुपाद लुईपाद सबरीपाद भुसुकुपाद एगुड़िक रचना कर प्रमाण रही अछि कान्हुपा कौन कहले नगर बाहिरे डंबी तोहरी कुड़िया छोई छोई जाइसु ब्राह्मण नाड़िया सबरीपाद कौन कहले उच्चा उच्चा पाबत तही बसई सबरी बाड़ी लिखिचंती ना लिखि नाहांती आज्ञा मैडम लिखिछन ये गला गाहा और दोहा कथा तापर आइला संवाद संवाद कौन टिके देखिए बोले दुई जनकर कथोपकथन छल एथिरे निगूढ़ धर्म तत्वर प्रख्यापन करा जायथाय भागवत सन्निवेशित जदु अवधूत संवाद और सुख परीक्षित संवाद भली जगन्नाथ दासंक दीक्षा संवाद अनंत दासंकर गरुड़ अनंत संवाद मिली हिंदी साहित्य गोरख संवाद प्रभृति यार समश्रेणी बोली कह जाए प्रथम कथा से कौन कहला बुझ संवाद कहले कौन दुई जनकर कथोपकथन द्वारा जोटा आसिला सेटा हला संवाद गोटे जगार मर्डर केस होती से जगह को जीवे किए रिपोर्टर जीवे रिपोर्टर जाई पहुंचले मर्डर केसटा जी देखी तो ताले रिपोर्टर जी मुख्य मर्डर केसटा देखी दी जन भितर कथोपकथन हम ता भितर जो जिनसटा बाहर सेटा हला संवाद बुझी पारिल हाँ मैडम तापर आसिला टीका कौन से जटिल तत्वर सरल व्याख्या ए घटी थाए टीका माने बुझीबन जे एई जो छोटो छाऊ जो टीका दिया होची ताको बुझीबन तो पुणी परीक्षा लिख देथिबो छोटो छाऊ जो टीका दिया होची से पुणी की टीका नउचंदी ताको पुणी बखाण दिथिबो ये नुह कहले कौन से जटिल तत्वर सरल व्याख्या ए घटी थाए गोटे जटिल जिनस को गोटे कष्टकर जिनस को से सरल भाव व्याख्या करिथिबे सेटा को टीका भाव विवेचना करा जाई थाए बंगलार गोविंद चंद्र कथा भली ओडिया सप्तांग जोगसार टीका गणेश विभूति टीका और गोविंद चंद्र टीका यार समगोत्रीय से बुझेदेले टीका होची गोटे जटिल जिनस को सरल भाव वर्णना करिवो टीका जी जी लिखिं विषय टिके देदेला तापर आइला कवच कवच माने कौन गुणिका रेडी है जोटा कि कौन करता है हाथर बांधा समस्ते हाथर कार कमर कार गोड़र किए कौटी कौन बांधन तो ठीक गला बेकर उड़े दिंती कवच कहला निज दुर्भाग्य रक्षा पाई सरल विश्वास पाठ करा जाए साहित्य जगत रे जोटा कि कौन गुणी गारेडी कह जाए जोटा कि आगरू थिला अंधविश्वास जोटा मुझे या पूर्वर मुझे कौन आधुनिकता जो बुझाऊल से आज जो आधुनिकता आसी नाला साप कामुड़ा आम मेडिकल नबानी कौटी नवा ना गुणिया पाक नवा झाड़ी पाक आसलानी ना आधुनिकता केतबेले आसला आसलानी किंतु जितेबाला साप कामुड़ा पर लोकटा को कौटी नहीं गले मेडिकल नहीं गले से आधुनिकता आसला ये से कथाटा कहला से कौन कहला यह मंत्र नुहे स्तोत्र नुहे बा श्लोक नुहे अच्युतानंद अभय कवच और दीनकृष्ण राधा कवच यही श्रेणी से बुझेदेले कहले किसी स्तोत्र ना किसी मंत्र ना ये किसी पाठ करा जाए कवच रे कौन टी पसैकी दे दियंती ये हाथ बांध दियो पेटर बांध दियो गोड़ बांध दियो बेकर टंगी दियो ये हूँ कवच तापर आसला कौन चंपू चंपू कौन टी देखिए कहला चंपू साहित्य संगीतर प्राधान्य लाभ करी संगीत क्षेत्र में चंपू हूँ सर्वश्रेष्ठ चंपू साहित्य संगीत क्षेत्र में सर्वश्रेष्ठ
ଏହା ଏକ ପଦ୍ୟ ଗଦ୍ୟମୟ ରଚନା। କ ଠାରୁ କ୍ଷ ଅକ୍ଷର ନିୟମରେ ଏହା ରଚିତ। ଚୌପଦୀ ବି କ ଠାରୁ କ୍ଷ ଅକ୍ଷର ନିୟମରେ ରଚିତ। ଠିକ ନା ଭୁଲ? ଠିକ ନା ଭୁଲ? ଆଜ୍ଞା ମ୍ୟାମ୍। ଚମ୍ପୁ ଆଜ୍ଞା ମ୍ୟାଡ଼ାମ। ଚମ୍ପୁ ମଧ୍ୟ କିଶୋର ଚନ୍ଦ୍ରାନନ୍ଦ ଚମ୍ପୁ କବି ସୂର୍ଯ୍ୟ ବଳଦେବ ରଥ ଲେଖିଲେ। କ ଠାରୁ କ୍ଷ ଅକ୍ଷର ନିୟମରେ ତାକୁ ରଚନା କରାଯାଇଛି। ଚମ୍ପୁର ସ୍ୱତନ୍ତ୍ର ରୀତି ଥିବାରୁ ଯେ କୌଣସି ଗଦ୍ୟ ପଦ୍ୟ ରଚନାକୁ ଚମ୍ପୁ କୁହାଯାଇ ପାରିବ ନାହିଁ। ବୁଝେଇଦେଲେ। କଣ କହିଲେ ନା ଚମ୍ପୁର ଗୋଟେ ସ୍ୱତନ୍ତ୍ର ରୀତି ଅଛି, ତାର ଗୋଟେ ସ୍ୱତନ୍ତ୍ର ରସ, ତାର ଗୋଟେ ଗୁଣ ଅଛି ସ୍ୱତନ୍ତ୍ର। ତାକୁ ଯଦି ତମେ କହିବ କୌଣସି ଗୋଟେ ଗଦ୍ୟରେ ପଶେଇଦେବି, କୌଣସି ପଦ୍ୟରେ ପଶେଇ ତାକୁ ଚମ୍ପୁ କହିଦେବି, ସେଇଟା ହେଇପାରିବନି। ତ ତାର ବିଶିଷ୍ଟ ଗୁଣ ଅଛି, ତାର ଗାରିମା ଅଛି। କବି ସୂର୍ଯ୍ୟ ବଳଦେବଙ୍କର କିଶୋର ଚନ୍ଦ୍ରାନନ୍ଦ ଚମ୍ପୁ ଓଡିଆ ସାହିତ୍ୟରେ ପ୍ରସିଦ୍ଧି ଲାଭ କରିଛି, ଯୋଉଟାରେ କି ରାଧାକୃଷ୍ଣଙ୍କର କଥାକୁ ବର୍ଣ୍ଣନା କରାଯାଇଛି। ରାଧାକୃଷ୍ଣଙ୍କର କଥାକୁ ବର୍ଣ୍ଣନା କରାଯାଇଛି। ରାଧାକୃଷ୍ଣଙ୍କୁ ଦେଖିବା ମାତ୍ରକେ ଭାବ ବିହ୍ୱଳ ହେଇ ଉଠିଛନ୍ତି। କୃଷ୍ଣ ମଧ୍ୟ ରାଧାଙ୍କୁ ଦେଖିବା ମାତ୍ରକେ ଭାବ ବିହ୍ୱଳ ହେଇ ଉଠିଛନ୍ତି। ମଝିରେ ଉବୁଡୁବୁ କିଏ ହଉଛି? ଲଳିତା। ନା ରାଧାର କଷ୍ଟ ଦେଖି ପାରୁଛି ନା କୃଷ୍ଣର କଷ୍ଟ ଦେଖି ପାରୁଛି। ରାଧା କଣ କହୁଛି? ରାଧା କହୁଛନ୍ତି ମୁଁ ହଉଛି ଘିଅ ମାଠିଆ ସଦୃଶ। ସରି, ଲଳିତା କହୁଛନ୍ତି ତୁ ତ ଘିଅ ମାଠିଆ ସଦୃଶ, ନିଆଁ ପାଖକୁ ଗଲୁ କାହିଁକି? ଯେମିତି ନିଆଁ ପାଖରେ ଘିଅ ମାଠିଆ ଟା ଥୋଇଦେଲେ ଘିଅଟା କଣ ହୁଏ? ତରଳି ଯାଏ। ରାଧା ହଉଛନ୍ତି ସେଇ ଘିଅ ମାଠିଆ। ନିଆଁ କିଏ? ନା କୃଷ୍ଣ। ସେ କୃଷ୍ଣଙ୍କୁ ଦେଖିବା ମାତ୍ରକେ ତରଳି ଯାଇଛନ୍ତି। ତାପରେ ହେଲା ଢୁମ୍ପା। ଢୁମ୍ପା କଣ ଟିକେ ଦେଖିବା। କହିଲେ ଓଡିଆ ଅଭିଧାନରେ ଢୁମ୍ପାର ଅର୍ଥ ହଉଛି ବାଦ୍ୟ ବିଶେଷ। ସାମାନ୍ୟ କିଛି ଗୋଟେ ବାଦ୍ୟ ଯୋଉଟାକୁ ଆମେ ବଜେଇବା। ଓଡିଶାରେ ଅଦ୍ୟାବଧି ଢୁମ୍ପା ବାଦ୍ୟର ପ୍ରଚଳନ ରହିଅଛି। ଢୁମ୍ପା ବାଦ୍ୟ ସହିତ ବୋଲା ଯାଉଥିବା ରଚନାକୁ ଢମ୍ପା ରୂପେ ଗ୍ରହଣ କରାଯାଇଛି। ଗୋଟେ ବାଦ୍ୟ ଅଛି, ତାକୁ ବଜେଇକି ଯୋଉ ଗୀତଟା ବୋଲାଯାଏ ତାକୁ ଢମ୍ପା ବୋଲି କୁହାଯାଏ। କବି ସୂର୍ଯ୍ୟଙ୍କ ରଚନାରେ ଛୋଟ ଢମ୍ପା ଓ ଜାଇଫୁଲ ଢମ୍ପା ନାମରେ ଦୁଇଟି ରଚନା ଦେଖିବାକୁ ମିଳେ। ଦେଖ, କବି ସୂର୍ଯ୍ୟ କିଶୋର ଚନ୍ଦ୍ରାନନ୍ଦ ଚମ୍ପୁ ଲେଖିଲେ, ଢମ୍ପା ବି ଲେଖିଲେ। ବୁଝିପାରିଲ? ପାଣ୍ଡୁଲିପିର ବିଷୟ ବିନ୍ୟାସ କମ୍ପ୍ଲିଟ ହେଇଗଲା ନା ହେଲା ନାହିଁ? ଆଜ୍ଞା। ଆଜ୍ଞା ମ୍ୟାଡ଼ାମ।